ମାସ ଆରମ୍ଭରୁ 195 ଟଙ୍କା ମହଙ୍ଗା ହେଲା ଗ୍ୟାସ୍ ଦର। ତେବେ ଏବେ କେତେ ଟଙ୍କାରେ ମିଳିବ ଏଲ୍‌ପିଜି ସିଲିଣ୍ଡର? ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। କେନ୍ଦ୍ର ସରକାର ପୁଣି ଥରେ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି କରିଛନ୍ତି। ନୂତନ ଦର ଗତକାଲିଠାରୁ ଲାଗୁ ହୋଇଛି, ଯାହାର ସିଧାସଳଖ ପ୍ରଭାବ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ବ୍ୟବସାୟୀ ମାଲିକ ଉପରେ ପଡ଼ିବ। 19 କିଲୋଗ୍ରାମର ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ 218 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଫଳସ୍ୱରୂପ ବିଭିନ୍ନ ସହରରେ ମୂଲ୍ୟ ବୃଦ୍ଧି ପାଇଛି। ଏବେ ଦିଲ୍ଲୀରେ ସିଲିଣ୍ଡରର ମୂଲ୍ୟ 194 ଟଙ୍କା, ଚେନ୍ନାଇରେ 203 ଟଙ୍କା, ମୁମ୍ବାଇରେ 196 ଟଙ୍କା ଏବଂ କୋଲକାତାରେ 218 ଟଙ୍କା ବୃଦ୍ଧି ପାଇଛି। କିନ୍ତୁ ଏଥର ଘରୋଇ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ତେବେ ବୃଦ୍ଧି ପରେ ନୂତନ ମୂଲ୍ୟ କ'ଣ ରହିଛି? ଏହି ବୃଦ୍ଧି ପରେ ଦିଲ୍ଲୀରେ ଏକ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ପୂର୍ବରୁ 1884 ଟଙ୍କା 50 ପଇସାରୁ ବୃଦ୍ଧି ପାଇ 2078 ଟଙ୍କା 50 ପଇସା ହୋଇଛି। କୋଲକାତାରେ 19 କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ 2208 ଟଙ୍କା ହୋଇଛି। ମୁମ୍ବାଇରେ ଏହାର ମୂଲ୍ୟ 2031 ଟଙ୍କାରେ ପହଞ୍ଚିଛି। ଚେନ୍ନାଇରେ ଏହି ସିଲିଣ୍ଡର ଏବେ 2246 ଟଙ୍କା 50 ପଇସାରେ ଉପଲବ୍ଧ ହୋଇଛି। ପାଟନାରେ ଏକ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ 2365 ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଜୟପୁରରେ ଏହାର ମୂଲ୍ୟ 2031 ଟଙ୍କାରେ ପହଞ୍ଚିଛି। ତେବେ ମାର୍ଚ୍ଚ 7 ତାରିଖରେ ମଧ୍ୟ ମୂଲ୍ୟ ବୃଦ୍ଧି ପାଇଥିଲା। ଏହା ପୂର୍ବରୁ ମାର୍ଚ୍ଚ 7 ତାରିଖରେ ଘରୋଇ ଏବଂ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଥିଲା। ସେହି ସମୟରେ ଘରୋଇ ସିଲିଣ୍ଡର 60 ଟଙ୍କା ଏବଂ ବାଣିଜ୍ୟିକ ସିଲିଣ୍ଡର 114 ଟଙ୍କା 50 ପଇସା ବୃଦ୍ଧି ହୋଇଥିଲା। ଏହି ବୃଦ୍ଧି ପରେ ଦିଲ୍ଲୀରେ 14.2 କିଲୋଗ୍ରାମ ଘରୋଇ ସିଲିଣ୍ଡରର ମୂଲ୍ୟ 913 ଟଙ୍କାକୁ ବୃଦ୍ଧି ପାଇଥିଲା, ଯାହା ପୂର୍ବ ମୂଲ୍ୟ 853 ଟଙ୍କା ଥିଲା। ଏହା ଗୋଟିଏ ବର୍ଷରୁ କମ୍ ସମୟ ମଧ୍ୟରେ ଦ୍ୱିତୀୟ ମୂଲ୍ୟ ବୃଦ୍ଧି ହୋଇଛି। ଏହା ପୂର୍ବରୁ ଏପ୍ରିଲ 2025ରେ ମଧ୍ୟ 50 ଟଙ୍କା ବୃଦ୍ଧି କାର୍ଯ୍ୟକାରୀ ହୋଇଥିଲା। ତେବେ ଏହା ସାଧାରଣ ଲୋକଙ୍କ ଉପରେ କ'ଣ ପ୍ରଭାବ ପକାଇବ? ଏଲ୍‌ପିଜି ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ। ବାଣିଜ୍ୟିକ ସିଲିଣ୍ଡର ମହଙ୍ଗା ହେବା ସହିତ ହୋଟେଲ ଏବଂ ରେଷ୍ଟୁରାଣ୍ଟ ପରିଚାଳନାକାରୀମାନେ ଖାଦ୍ୟ ଏବଂ ପାନୀୟର ମୂଲ୍ୟ ବୃଦ୍ଧି କରିପାରନ୍ତି। ଏହାର ଅର୍ଥ ହେଉଛି ବାହାରୁ ଖାଦ୍ୟ ମଗାଇବା ଏବେ ପୂର୍ବ ଅପେକ୍ଷା ଆହୁରି ମହଙ୍ଗା ହୋଇପାରେ। ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ଗ୍ୟାସ୍ ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍‌ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।